ସୁଭଦ୍ରା ଯୋଜନା ପାଇଁ ଆସିଲା ବଡ଼ ଖବର। ଏଣିକି ରାଜ୍ୟ ବାହାରେ ରହୁଥିଲେ ମଧ୍ୟ ସୁଭଦ୍ରା ଟଙ୍କା ପାଇପାରିବେ। ଚତୁର୍ଥ ପର୍ଯ୍ୟାୟ ଆଗରୁ ବଡ଼ ସୂଚନା। ଓଡ଼ିଶା ବାହାରେ ରହୁଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତ ଏହା କ'ଣ କରିବାକୁ ପଡ଼ିବ ଜାଣନ୍ତୁ ଏହାର ଡିଟେଲ୍ସ। ଯେଉଁମାନେ ଓଡ଼ିଶା ବାହାରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସରକାର ସୁଭଦ୍ରା ଟଙ୍କା ଦେବେ, କିନ୍ତୁ ଗୋଟିଏ କାମ କରିବାକୁ ପଡ଼ିବ। ତ ସେହି କାମଟି କ'ଣ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ଏହି ମାସ ଅର୍ଥାତ୍ ଜାନୁଆରୀ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ତେଣୁ ଆପଣମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ରେଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସୁଭଦ୍ରା ଯୋଜନାରେ ଆବେଦନ କରନ୍ତୁ, ନିଶ୍ଚିତ ଟଙ୍କା ପାଇପାରିବେ। ଯଦି ଆପଣମାନେ ଏହି ପର୍ଯ୍ୟାୟରେ ଟଙ୍କା ନ ପାଆନ୍ତି ତେବେ ମାର୍ଚ୍ଚ ମାସରେ ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ପାଇପାରିବେ। ଏହି ଖବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଛନ୍ତି। ତ ଆସନ୍ତୁ ଜାଣିବା ଏହି ସୁଭଦ୍ରା ଯୋଜନାର ଖବର କ'ଣ ଆସିଛି। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ଦିସ୍ ଇଜ୍ ଗଙ୍ଗାଧର ଅଫିସିଆଲ୍ 867। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ମୋ ଚ୍ୟାନେଲ୍ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ତ ଏହା କୌଣସି ଫେକ୍ ନୁହେଁ। ତ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାର ଖବର କ'ଣ ଆସିଛି। ଚତୁର୍ଥ ପର୍ଯ୍ୟାୟ ଆଗରୁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ବାହାରେ ରହୁଥିଲେ ବି ମିଳିବ ସୁଭଦ୍ରା ଯୋଜନା ଟଙ୍କା। ଦେଖନ୍ତୁ ଆଜ୍ଞା, ଚତୁର୍ଥ ପର୍ଯ୍ୟାୟ ଆଗରୁ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ଯେଉଁମାନେ ଓଡ଼ିଶା ବାହାରେ ରହୁଛନ୍ତି ସେମାନଙ୍କୁ ବି ମଧ୍ୟ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ଏହି ମାସ ଶେଷ ଅର୍ଥାତ୍ ଜାନୁଆରୀ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ତେଣୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ତେବେ ଆବେଦନ କରିନିଅନ୍ତୁ ଏବଂ ଏହି ସୁଭଦ୍ରା ଯୋଜନାର ଟଙ୍କା ପାଆନ୍ତୁ। ତ ଏହି ବାହାରେ ରହୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବ। କ'ଣ କରିବାକୁ ପଡ଼ିବ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି। ଆପଣମାନେ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତାପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆଗରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ତାଲିକାରେ ଯୋଡ଼ି ହେଲା ଆଉ ଏକ ନୂଆ ନିୟମ। ଏଥର ଏହି ମହିଳାମାନଙ୍କୁ ବି ମିଳିବ ସୁଭଦ୍ରା ଯୋଜନା ଟଙ୍କା। ଦେଖନ୍ତୁ, ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆଗରୁ ଉପମୁଖ୍ୟମନ୍ତ୍ରୀ ବଡ଼ ଖବର ଦେଇଛନ୍ତି। ତାଲିକାରେ ଯୋଡ଼ି ହେଲା ଆଉ ଏକ ନୂଆ ନିୟମ, ଯେଉଁଟାକି ଏଥର ଏହି ମହିଳାମାନଙ୍କୁ ବି ମିଳିବ ସୁଭଦ୍ରା ଯୋଜନା ଟଙ୍କା। କେଉଁମାନଙ୍କୁ ମିଳିବ ନା ରାଜ୍ୟ ବାହାରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ବି ମଧ୍ୟ ମିଳିବ ଏହି ସୁଭଦ୍ରା ଯୋଜନା ଟଙ୍କା। ତାପରେ ଓଡ଼ିଶାରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି, ଯାହା ଅଧୀନରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପୂର୍ବରୁ କେବଳ ଓଡ଼ିଶାରେ ରହୁଥିବା ମହିଳାଙ୍କୁ ଏହି ଯୋଜନାର ଲାଭ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଆଉ ଏକ ନୂଆ ନିୟମ ଆସିଛି। ଦେଖନ୍ତୁ ଆଜ୍ଞା, ବର୍ତ୍ତମାନ ଆଉ ଏକ ନୂଆ ନିୟମ ଆସିସାରିଛି। ଓଡ଼ିଶାରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ଏବଂ ଯେଉଁମାନେ ଓଡ଼ିଶାରେ ବାହାରେ ରହୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏବେ ସୁଭଦ୍ରା ଯୋଜନାରେ ଲାଗୁ କରିସାରିଛନ୍ତି, ଯାହା ଅଧୀନରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୂର୍ବରୁ କେବଳ ଓଡ଼ିଶାରେ ରହୁଥିବା ମହିଳାଙ୍କୁ ଏହି ଯୋଜନାରେ ଲାଭ ମିଳୁଥିଲା। ବର୍ତ୍ତମାନ ଏବେ ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯାଉଛି। ସେମାନେ ଏପର୍ଯ୍ୟନ୍ତ ଯଦି ଆବେଦନ କରିନାହାନ୍ତି ତ ସୁଭଦ୍ରା ଯୋଜନାରେ ଆବେଦନ କରନ୍ତୁ। ନିଶ୍ଚିତ ସୁଭଦ୍ରା ଯୋଜନାର ଲାଭ ଆପଣମାନେ ମଧ୍ୟ ପାଇପାରିବେ। ଏଣିକି ଓଡ଼ିଶା ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ରହୁଛନ୍ତି, ସେମାନେ ଆବେଦନ କଲେ ଟଙ୍କା ମିଳିବ। ଏପରିକି ଉପମୁଖ୍ୟମନ୍ତ୍ରୀ ତାଙ୍କୁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଦେଖନ୍ତୁ,
ଓଡ଼ିଶା ବାହାରେ ଯେଉଁ ମହିଳାମାନେ ରହୁଛନ୍ତି ସେମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ମହିଳା ରାଜ୍ୟ ବାହାରେ ଅଛନ୍ତି, ସେମାନେ ଆବେଦନ କଲେ ନିଶ୍ଚୟ ଟଙ୍କା ମିଳିବ। ଏପରିକି ଉପମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି ଯେ ଆପଣମାନେ ଆବେଦନ କରନ୍ତୁ ଏବଂ ସୁଭଦ୍ରା ଯୋଜନାର ଲାଭ ଆପଣମାନେ ମଧ୍ୟ ପାଆନ୍ତୁ। ତାପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଜିଲ୍ଲା ରିଭ୍ୟୁରେ ବଡ଼ ତଥ୍ୟ ଆସିଛି। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି ସେମାନେ ଆବେଦନ କଲେ ଟଙ୍କା ମିଳିବ। ଦେଖନ୍ତୁ ଆଜ୍ଞା, ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଜିଲ୍ଲା ରିଭ୍ୟୁରେ ବଡ଼ ତଥ୍ୟ ଆସିଛି। ଯେଉଁମାନେ କି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି ସେମାନେ ଆବେଦନ କଲେ ଟଙ୍କା ମିଳିବ। ଦେଖନ୍ତୁ ଆଜ୍ଞା, ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବାରୁ ଜିଲ୍ଲା ରିଭ୍ୟୁରେ ବଡ଼ ତଥ୍ୟ ଆସିଛି। ଯେଉଁମାନେ କି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି ସେମାନଙ୍କୁ ମଧ୍ୟ ଅନୁରୋଧ କରାଯାଉଛି ସେମାନେ ମଧ୍ୟ ଆବେଦନ କରନ୍ତୁ ଏବଂ ଏହି ସୁଭଦ୍ରା ଯୋଜନାର ଲାଭ ପାଇପାରନ୍ତୁ। ତ ରାଜ୍ୟ ବାହାରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ବି ମୋର ଅନୁରୋଧ, ସେମାନେ ନିଶ୍ଚୟ ସୁଭଦ୍ରା ଯୋଜନାରେ ସାମିଲ ହୁଅନ୍ତୁ, ସୁଭଦ୍ରା ଯୋଜନାରେ ଆବେଦନ କରନ୍ତୁ, ନିଶ୍ଚୟ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ଯଦି ଆପଣମାନେ ଯୋଗ୍ୟ ହିତାଧିକାରୀ ତେବେ କେହି ବି ଆପଣଙ୍କୁ କାଟିପାରିବେ ନାହିଁ। ନିଶ୍ଚୟ ଏହି ସୁଭଦ୍ରା ଯୋଜନାରେ ଆବେଦନ କରନ୍ତୁ, ନିଶ୍ଚୟ ଏହି ସୁଭଦ୍ରା ଯୋଜନାର ଟଙ୍କା ଆପଣମାନେ ମଧ୍ୟ ପାଇପାରିବେ। ଯଦି ଆପଣମାନଙ୍କୁ 21 ବର୍ଷରୁ 59 ବର୍ଷ ଭିତରେ ହେଉଛି ନିଶ୍ଚୟ ସୁଭଦ୍ରା ଟଙ୍କା ପାଇପାରିବେ। ତାପରେ ଆପଣମାନଙ୍କର ଯଦି 5 ଏକରରୁ ଅଧିକ ଜଳସେଚିତ ଜମି ଅଛି ତେବେ ଆପଣମାନେ ମଧ୍ୟ ଏହି ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଯଦି 5 ଏକରରୁ କମ୍ ଜମି ଅଛି ନିଶ୍ଚୟ ଏହି ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ତ ବହୁତ ନିୟମ ରହିଛି, ତ ଆପଣମାନେ ସେହି ନିୟମ ଉଲ୍ଲଂଘନ କଲେ ଆପଣମାନେ ଏହି ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ ନାହିଁ। ଯଦି ଆପଣମାନେ ଯୋଗ୍ୟ ହିତାଧିକାରୀ ତେବେ କେବେ ହେଲେ ଆପଣଙ୍କୁ କାଟିପାରିବେ ନାହିଁ ଏବଂ ନିଶ୍ଚୟ ଆପଣମାନେ ଏହି ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ତାପରେ ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ। 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟ ଟଙ୍କାରେ ମିଳିବ ବୋଲି ସେ କହିଛନ୍ତି। ଦେଖନ୍ତୁ ଆଜ୍ଞା, ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ତାପରେ ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ। ତ ସମସ୍ତଙ୍କୁ ଅନୁରୋଧ, ଏବେ ପର୍ଯ୍ୟନ୍ତ ଯଦି ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ନିଶ୍ଚିତ ଭାବରେ ଆପଣମାନେ ଆବେଦନ କରନ୍ତୁ ଏବଂ ଏହି ସୁଭଦ୍ରା ଯୋଜନାର ଲାଭ ଆପଣମାନେ ମଧ୍ୟ ପାଆନ୍ତୁ। 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସେ କହିଛନ୍ତି। ତାପରେ ଯେଉଁମାନଙ୍କୁ ଏହି ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ ନାହିଁ ସେମାନେ ମାର୍ଚ୍ଚ ମାସରେ ନିଶ୍ଚୟ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ। ତ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାପରେ ଯେଉଁମାନେ ଅପ୍ଟ ଆଉଟ୍ ହେଇଥିଲେ ସେମାନେ ଏବେ ଅପ୍ଟ ଇନ୍ ହୋଇଛନ୍ତି। ଯଦି ଅପ୍ଟ ଇନ୍ କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ ସୁଭଦ୍ରା ପୋର୍ଟାଲରେ ଅପ୍ଟ ଇନ୍ କରନ୍ତୁ। ଯେଉଁମାନେ ଏହି ସୁଭଦ୍ରା ଯୋଜନାରେ ଅପ୍ଟ ଆଉଟ୍ ହୋଇଥିଲେ, ଦେଖନ୍ତୁ କେତେକ ହିତାଧିକାରୀ ନ ଜାଣିକି ଅପ୍ଟ ଆଉଟ୍ ହୋଇଯାଇଥିଲେ ବା ସୁଭଦ୍ରା ଯୋଜନାରୁ ବାହାରି ଯାଇଥିଲେ, ସେମାନେ ଏବେ ଅପ୍ଟ ଇନ୍ ହୋଇଛନ୍ତି। ତ ସେମାନେ ଏବେ ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ତ ଆପଣମାନେ ଯଦି ଅପ୍ଟ ଆଉଟ୍ ହୋଇଛନ୍ତି ନିଶ୍ଚୟ ଅପ୍ଟ ଇନ୍ କରନ୍ତୁ ଏବଂ ସୁଭଦ୍ରା ଯୋଜନାରେ ସାମିଲ ହୁଅନ୍ତୁ। ଆଉ ଗୋଟିଏ କଥା ଆପଣମାନଙ୍କୁ କହୁଛି, ଯଦି ଆପଣମାନେ ବାୟୋମେଟ୍ରିକ୍ କରିନାହାନ୍ତି ବା ଇ-KYC କରିନାହାନ୍ତି ଆପଣମାନେ ଇ-KYC କରନ୍ତୁ, ନହେଲେ ଆପଣମାନେ ସୁଭଦ୍ରା ଯୋଜନାରେ ଟଙ୍କା ପାଇପାରିବେ ନାହିଁ। ଯଦି ଆପଣମାନେ OTP ସାହାଯ୍ୟରେ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ଏବେ ବାୟୋମେଟ୍ରିକ୍ ଲାଗୁଛି। ବାୟୋମେଟ୍ରିକ୍ ଇ-KYC ନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତେଣୁ ଯଥାଶୀଘ୍ର ଆପଣମାନେ ବାୟୋମେଟ୍ରିକ୍ କରନ୍ତୁ। ନିକଟସ୍ଥ CSC ସେଣ୍ଟରକୁ ଯାଇ ଆପଣମାନେ ବାୟୋମେଟ୍ରିକ୍ କରିପାରିବେ। ତ ବାୟୋମେଟ୍ରିକ୍ କରନ୍ତୁ ଏବଂ ସୁଭଦ୍ରା ଯୋଜନାର ଲାଭ ଆପଣମାନେ ପାଆନ୍ତୁ।
ଯଦି ବାୟୋମେଟ୍ରିକ୍ କରିବେନି ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ ନାହିଁ। ତ ଏହା ଥିଲା ଆଜିର ଛୋଟିଆ ଅପଡେଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଆପଣମାନଙ୍କ ମନରେ କୌଣସି ପ୍ରଶ୍ନ ଅଛି ତେବେ ୟୁଟ୍ୟୁବ୍ ଚ୍ୟାନେଲର ଏବାଉଟ୍ ସେକ୍ସନକୁ ଯାଇ ଟେଲିଗ୍ରାମ ଅଛି, ସେହି ଟେଲିଗ୍ରାମରେ ଜଏନ୍ ହୋଇଯାଆନ୍ତୁ ଏବଂ ସେଇଠି ଯାଇକି ମେସେଜ୍ କରନ୍ତୁ, କିମ୍ବା ମୋର ଇନଷ୍ଟାଗ୍ରାମ ଆଇଡ଼ି ଅଛି ସେହି ଆଇଡ଼ିକୁ ଫଲୋ କରନ୍ତୁ ଏବଂ ସେଇଠି ଯାଇକି ମେସେଜ୍ କରନ୍ତୁ, ମୁଁ ନିଶ୍ଚୟ ରିପ୍ଲାଏ ଦେବି। ତ ଭିଡ଼ିଓକୁ ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।